आपण ମାନେ ପ୍ରତ୍ୟେକ ଦିନ ଗ୍ୟାସ୍‌ରେ ରୋଷେଇ କରନ୍ତି। ଏହି ଗ୍ୟାସ୍‌ରେ ରୋଷେଇ କରିବା ସମୟରେ ଆପଣ ଅଜାଣତରେ କିଛିଟା ଭୁଲ କରିଥାନ୍ତି। ସେଇ ଭୁଲ କରିବା ଯୋଗୁଁ ଆପଣମାନଙ୍କର ଲାଭ ହୁଏ ନା କ୍ଷତି ହୁଏ? ଯେତେବେଳେ ଆପଣ ଗ୍ୟାସ୍‌ରେ ରୋଷେଇ କରିବେ, ଆପଣମାନେ କେଉଁ ଭୁଲଗୁଡ଼ିକ କରିବେ ନାହିଁ? ଗ୍ୟାସ୍‌ରେ ରୋଷେଇ କରିବା ସମୟରେ ଆପଣମାନେ କ'ଣ କରିବେ, କ'ଣ ନ କରିବେ? ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍‌ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍‌କୁ କ୍ଲିକ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲିବେନି, କାରଣ ସରକାରଙ୍କ ତରଫରୁ ନୂଆ ନୂଆ ଅପଡେଟ୍ ଆପଣ ଆଗ ଜାଣିବାକୁ ପାଇବେ। 1 ନମ୍ବର ଭୁଲଟି ରହୁଛି ବନ୍ଦ ଘରେ ଗ୍ୟାସ୍ ବ୍ୟବହାର କରିବା। ଦେଖନ୍ତୁ, ରୋଷେଇ ଘରର କବାଟ, ଝରକା ସବୁ ବନ୍ଦ କରି ରୋଷେଇ କରିବା। ଯାହାଫଳରେ କ'ଣ ହେଇଥାଏ, ଯଦି କୌଣସି କାରଣରୁ ଗ୍ୟାସ୍ ଲିକ୍ ହୁଏ, ତେବେ ବାୟୁ ଚଳାଚଳ ନହେଲେ ଗ୍ୟାସ୍ ଘର ଭିତରେ ଜମା ହୋଇ ରହେ। ଏହା ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରେ। ରୋଷେଇ ସମୟରେ ଝରକା ଖୋଲା ରଖିବା ଜରୁରୀ। ଏ ଭୁଲ ବହୁତ ସାରା ଲୋକ କରନ୍ତି, ଜାଣତରେ ହେଉ କିମ୍ବା ଅଜାଣତରେ ହେଉ। ଆପଣମାନେ ଏ ଭୁଲଟିକୁ କେବେ ବି କରିବେନି। ଏ ଭୁଲ ପ୍ରତି ଆପଣମାନେ ସତର୍କ ଆଉ ସଚେତନ ହେବା ନିହାତି ଦରକାର। ଏ ଭିଡ଼ିଓଟି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆପଣମାନେ ଏ ଭିଡ଼ିଓଟିକୁ ସାଙ୍ଗସାଥି, ବନ୍ଧୁବାନ୍ଧବକୁ ସେୟାର କରିବାକୁ ଜମା ବି ଭୁଲିବେନି। ଦେଖନ୍ତୁ, ଫ୍ଲିପକାର୍ଟରେ ଗ୍ୟାସ୍ ଇନଷ୍ଟ୍ରୁମେଣ୍ଟ ପ୍ରଡ଼କ୍ଟ ଗୁଡ଼ିକ ଆଭେଲେବୁଲ୍ ରହିଛି। ଆପଣ କମ୍ ରେଟ୍‌ରେ ପାଇପାରିବେ। ଏହି ଭିଡ଼ିଓରେ ଲିଙ୍କ୍ ମୁଁ ପ୍ରୋଭାଇଡ଼ କରିଦେଇଛି। ଆପଣମାନଙ୍କର ଦରକାର ମୁତାବକ ଚେକ୍ କରି ଅର୍ଡ଼ର କରିପାରିବେ। ଦେଖନ୍ତୁ, ତାପରେ ଭୁଲଟି କ'ଣ ରହିଛି ନା, କିଛି ମହିଳାମାନେ ଗ୍ୟାସ୍ ସିଲିଣ୍ଡରଟିକୁ ଶୁଆଇକି ରଖିଥାନ୍ତି। କହିବାକୁ ଗଲେ, ଅନେକ ସମୟରେ ଗ୍ୟାସ୍ ସରିବାକୁ ଆସିଲେ ଲୋକମାନେ ସିଲିଣ୍ଡରଟିକୁ ଗଡ଼େଇ ଦିଅନ୍ତି ବା ଶୁଆଇ ରଖନ୍ତି। ଏହାଦ୍ୱାରା ଆପଣମାନଙ୍କର ଅସୁବିଧାଟି କ'ଣ ହେବ? ଦେଖନ୍ତୁ, ସିଲିଣ୍ଡର ଭିତରେ ଗ୍ୟାସ୍ ତରଳ ଅବସ୍ଥାରେ ଥାଏ। ଶୁଆଇ ରଖିଲେ ତରଳ ଗ୍ୟାସ୍ ପାଇପ୍ ଦେଇ ବାହାରକୁ ଆସିପାରେ, ଯାହାଫଳରେ ନିଆଁ ଲାଗିବା ବା ରେଗୁଲେଟର ଖରାପ ହେବାର ଭୟ ଥାଏ। ସବୁବେଳେ ସିଲିଣ୍ଡରକୁ ଠିଆ କରି ଆପଣମାନେ ରଖନ୍ତୁ। ତାପରେ ଭୁଲଟି ରହିଛି, ଆପଣମାନଙ୍କର ଗ୍ୟାସ୍ ଗନ୍ଧ ହେଉଥିବା ବେଳେ ଆପଣମାନେ କ'ଣ କରନ୍ତି ନା, ଲାଇଟ୍ ସୁଇଚ୍‌କୁ ଅନ୍ କରିଦିଅନ୍ତି। ଯାହାଫଳରେ ଆପଣମାନଙ୍କର ଅସୁବିଧାଟି କ'ଣ ହୁଏ ମଧ୍ୟ ଆପଣ ଜାଣି ରଖନ୍ତୁ। ଦେଖନ୍ତୁ, ଯଦି ଘରେ ଗ୍ୟାସ୍ ଗନ୍ଧ ହେଉଥାଏ, ତେବେ କୌଣସି ବିଦ୍ୟୁତ୍ ସୁଇଚ୍ ଆପଣମାନେ ଅନ୍ କରିବେ ନାହିଁ। ଯେମିତିକି ଆପଣମାନଙ୍କର ଲାଇଟ୍, ଫ୍ୟାନ୍ ସବୁକୁ ଆପଣ ଅନ୍ କରିବେ ନାହିଁ। ଯଦି ଆପଣମାନେ ଅନ୍ କରନ୍ତି, ତାହେଲେ ଆପଣମାନଙ୍କର ଅସୁବିଧାଟି କ'ଣ ହେବ ନା, ସୁଇଚ୍ ଟିପିବା ସମୟରେ ଏକ ସାମାନ୍ୟ ସ୍ପାର୍କ ହୁଏ, ଯାହା ଜମା ହୋଇଥିବା ଗ୍ୟାସ୍‌ରେ ନିଆଁ ଲଗାଇବା ପାଇଁ ଯଥେଷ୍ଟ। ଏହା ବଡ଼ ଧରଣର ବିସ୍ଫୋରଣ ଘଟାଇପାରେ। ଏସବୁ ଭୁଲ ଆପଣ ଏଡ଼େଇଲେ ଆପଣଙ୍କ ପାଇଁ ଭଲ ଏବଂ ଆପଣଙ୍କ ପରିବାର ପାଇଁ ମଧ୍ୟ ଭଲ। କାହିଁକି ନା, ଛୋଟ ଛୋଟ ଭୁଲ ଯୋଗୁଁ ଆପଣମାନଙ୍କର ଜୀବନ ମଧ୍ୟ ବିପଦରେ ପଡ଼ିପାରେ। ସେଥିପାଇଁ ଆପଣ ଗ୍ୟାସ୍‌ରେ ରୋଷେଇ କରୁଥିବା ସମୟରେ ଏସବୁ ଭୁଲ ଗୁଡ଼ିକକୁ ଆପଣ ଏଡ଼େଇବା ପାଇଁ ଚେଷ୍ଟା କରନ୍ତୁ। ତାପରେ ଦେଖନ୍ତୁ, ଆପଣମାନଙ୍କର ଭୁଲଟି ରହୁଛି ପାଇପ୍ ଏବଂ ରେଗୁଲେଟରକୁ ଆପଣମାନେ ଚେକ୍ କରୁନାହାନ୍ତି। ଏହି ଗ୍ୟାସ୍‌ର ପାଇପ୍, ରେଗୁଲେଟର ଆପଣମାନେ ବର୍ଷ ବର୍ଷ ଧରି ବ୍ୟବହାର କରୁଛନ୍ତି, କିନ୍ତୁ ଆପଣ ଚେକ୍ କରିବା ପାଇଁ ଆପଣମାନଙ୍କର ଧ୍ୟାନ ସେଠାକୁ ଯାଉନି। ଯାହାଫଳରେ ଆପଣମାନଙ୍କର ପାଇପ୍ କିଛି ବର୍ଷ ପରେ ଏବଂ ରେଗୁଲେଟର ଡ୍ୟାମେଜ୍ ହୋଇଯାଇଥାଏ। ଖରାପ ଆଡ଼ିକି ତାହା ଗତି କରିଥାଏ। କିନ୍ତୁ ଆପଣମାନେ ସମୟ ସମୟରେ ଆପଣମାନଙ୍କର ପାଇପ୍ ଆଉ ରେଗୁଲେଟର ଚେକ୍ କରିବା ନିହାତି ଦରକାର। ଏବଂ 2 ବର୍ଷର ଥରେ ଗ୍ୟାସ୍ ସିଲିଣ୍ଡର ପାଇପ୍, ରେଗୁଲେଟର ଆପଣ ଚେଞ୍ଜ କରିବାକୁ ଜମା ବି ଭୁଲିବେନି, କାରଣ ଏହା ଡ୍ୟାମେଜ୍ ଆଡ଼ିକି ଗତି କରିଥାଏ। ତାପରେ ଭୁଲଟି ଆପଣମାନଙ୍କର ରହିଛି ଗ୍ୟାସ୍ ଚୁଲାକୁ ସିଲିଣ୍ଡର ଠାରୁ ତଳେ ରଖିବା। ଏହା ବହୁତ ସାରା ଲୋକ କରିଥାନ୍ତି। ତ ଆପଣମାନେ ଯଦି ଏ ଭୁଲ କରୁଛନ୍ତି, ଆପଣମାନଙ୍କର ଅସୁବିଧାଟି କ'ଣ ହେବ? ଦେଖନ୍ତୁ, ସିଲିଣ୍ଡରକୁ ଉଚ୍ଚ ସ୍ଥାନରେ ଏବଂ ଚୁଲାକୁ ତଳେ ରଖିବା ଉଚିତ ନୁହଁ। କାହିଁକି? ଯଦି ଆପଣମାନେ ଏଭଳି କରି ରୋଷେଇ କରୁଛନ୍ତି, ତାହେଲେ ହେଇଯାଆନ୍ତୁ ସାବଧାନ। ଦେଖନ୍ତୁ, ସବୁବେଳେ ଚୁଲା ସିଲିଣ୍ଡର ଠାରୁ ଉଚ୍ଚରେ ରହିବା ଉଚିତ। ଯଦି ଚୁଲା ତଳେ ରହେ, ତେବେ ଗ୍ୟାସ୍ ପ୍ରଭାବରେ ସମସ୍ୟା ହୋଇପାରେ ଏବଂ ଲିକ୍ ହେବାର ସମ୍ଭାବନା ବଢ଼ିଯାଏ। ଦେଖନ୍ତୁ,
ଆପଣମାନଙ୍କର ଗ୍ୟାସ୍‌ଟି ଉପରେ ରହିଲେ, ଚୁଲା ଆପଣମାନଙ୍କ ତଳେ ରହିଲେ ପ୍ରୋବ୍ଲେମଟା ଆପଣମାନଙ୍କର ସୃଷ୍ଟି ହେବ। ଗ୍ୟାସ୍‌ର ଯେଉଁ ପ୍ରଭାବ ରହିଛି, ଆପଣମାନେ ଗ୍ୟାସ୍ ଜଳେଇବେ। ସେ ଗ୍ୟାସ୍ ଜଳିବା ଦ୍ୱାରା ଆପଣମାନଙ୍କର ପାଇପ୍, ରେଗୁଲେଟର ଇଏ ସବୁ ଧୀରେ ଧୀରେ ଡ୍ୟାମେଜ୍ ହେବାକୁ ଲାଗିବ। ସେଥିରୁ ଗ୍ୟାସ୍ ଲିକେଜ୍ ହେବାର ମଧ୍ୟ ବହୁତ ସମ୍ଭାବନା ରହିଛି। ତ ଆପଣମାନେ ସବୁବେଳେ ଗ୍ୟାସ୍ ଚୁଲାଟିକୁ ଉପରେ ରଖିବେ, ଗ୍ୟାସ୍ ସିଲିଣ୍ଡର ତଳେ ରଖିବେ, ଯାହାଫଳରେ ଆପଣମାନଙ୍କର କୌଣସି ଅସୁବିଧା ହେବ ନାହିଁ। ଏଥିପ୍ରତି ଆପଣମାନେ ବିଶେଷ ସତର୍କତା ଅବଲମ୍ବନ କରିବା ଦରକାର। ପରବର୍ତ୍ତୀ ଭୁଲଟି ଆପଣମାନେ କରିଥାନ୍ତି, ଲିକ୍ ଯାଞ୍ଚ ପାଇଁ ଆପଣ ନିଆଁ କାଠି ବ୍ୟବହାର କରିଥାନ୍ତି। ଦେଖନ୍ତୁ, ଗ୍ୟାସ୍ ଲିକ୍ ହେଉଛି କି ନାହିଁ ଆପଣମାନେ ଦେଖିବା ପାଇଁ ଦିଆସିଲି କାଠି ମାରନ୍ତି। ଦିଆସିଲି କାଠି ମାରିବାଟା ସବୁଠାରୁ ବୋକାମିର ଲକ୍ଷଣ। ଯଦି ଆପଣମାନେ ଗ୍ୟାସ୍ ଲିକେଜ୍ ହେଉଛି କି ନାହିଁ ଆପଣମାନେ ନିଆଁକୁ ବ୍ୟବହାର କରିବେ, ତାହେଲେ ଆପଣମାନଙ୍କର ଅସୁବିଧା କ'ଣ ହେବ? ଏହା ସବୁଠାରୁ ମାରାତ୍ମକ ଭୁଲ ଆପଣମାନଙ୍କର। ଲିକ୍ ଯାଞ୍ଚ ପାଇଁ ସାବୁନ ପାଣିର ଫେଣ ଆପଣମାନେ ବ୍ୟବହାର କରିପାରିବେ, ଯାହା ଆପଣମାନଙ୍କ ପାଇଁ ସେଫ୍ଟି ରହିବ। ଯଦି ବବଲ ବାହାରେ, ତେବେ ଆପଣ ଜାଣିବେ ଯେ ଆପଣଙ୍କ ଗ୍ୟାସ୍ ସିଲିଣ୍ଡର ଲିକ୍ ରହିଛି। ଆପଣ ତୁରନ୍ତ ଏହାକୁ ମରାମତି କରିବେ। ଗ୍ୟାସ୍ ସିଲିଣ୍ଡର ଚେକ୍ କରିବା ପାଇଁ ଆପଣ କେବେ ବି ନିଆଁର ବ୍ୟବହାର କରିବେ ନାହିଁ, ଯାହା ଏହା ଭୟାନକ କାଣ୍ଡ ଘଟେଇବାର ସମ୍ଭାବନା ରହିଛି। ଦେଖନ୍ତୁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ଆପଣମାନେ ଗ୍ୟାସ୍‌ରେ ରୋଷେଇବାସ କରୁଛନ୍ତି, ତାହେଲେ ଯଦି ଗ୍ୟାସ୍ ଗନ୍ଧ ହୁଏ ଆପଣମାନେ କ'ଣ କରିବେ? ପ୍ରଥମତଃ ତୁରନ୍ତ ରେଗୁଲେଟର ଏବଂ ଚୁଲାର ନବ୍‌କୁ ଆପଣ ବନ୍ଦ କରିନେବେ। ଦ୍ୱିତୀୟତଃ ଘରର ସବୁ କବାଟ ଓ ଝରକା ଖୋଲିଦେବେ। ତୃତୀୟତଃ କୌଣସି ଇଲେକ୍ଟ୍ରିକ୍ ସୁଇଚ୍ ବ୍ୟବହାର କରିବେ ନାହିଁ। ଅର୍ଥାତ୍ କହିବାକୁ ଗଲେ ଫ୍ୟାନ୍, ବଲ୍ ଏ ସୁଇଚ୍ ଗୁଡ଼ିକ ଆପଣ ଅନ୍ କରିବେନି। ଅନ୍ କରିବା ମାତ୍ରେ ନିଆଁ ଲାଗିଯିବ। ଚତୁର୍ଥତଃ ସିଲିଣ୍ଡରରୁ ରେଗୁଲେଟର ବାହାର କରି ସେଫ୍ଟି କ୍ୟାପ୍ ଲଗାଇ ଦିଅନ୍ତୁ, ଯାହାଫଳରେ ଗ୍ୟାସ୍ ବନ୍ଦ ହୋଇଯିବ। ପଞ୍ଚମରେ ଗ୍ୟାସ୍ ଏଜେନ୍ସି ହେଲ୍ପଲାଇନ୍ ନମ୍ବର ସହିତ ଆପଣ ଯୋଗାଯୋଗ କରିବେ, ଯାହା ନମ୍ବର ରହିଛି 1906। ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରତି ଆପଣମାନେ ବିଶେଷ ଧ୍ୟାନ ଦିଅନ୍ତୁ, ଯେମିତିକା ଗ୍ୟାସ୍ ପାଇପ୍ର ଏକ୍ସପାରି ଡେଟ୍ ଆପଣମାନେ ଚେକ୍ କରିନିଅନ୍ତୁ। ସବୁବେଳେ ଅସଲି ସୁରକ୍ଷା ହୋସ୍ ବ୍ୟବହାର କରନ୍ତୁ। ଏହି ପାଇପ୍ ଉପରେ ହିଁ ଏହାର ନିର୍ମାଣ ତାରିଖ କିମ୍ବା ବ୍ୟବହାର ଶେଷ ସମୟ ଲେଖାଯାଇଥାଏ। ଏହା ମଧ୍ୟ ଆପଣମାନେ ଚେକ୍ କରିବେ। ଆପଣମାନେ କେମିତି ଦେଖିବେ? ପାଇପ୍ ଦେହରେ ଧଳା ରଙ୍ଗରେ କିଛି ଲେଖାଥାଏ। ସେଠାରେ ଆପଣମାନେ ଦେଖିବେ ଏକ୍ସପାରି ଡେଟ୍ କିମ୍ବା ୟୁଜ୍ ବିଫୋର୍ ଲେଖାଯାଇଥିବ। ଆପଣ ଭଲ ଭାବରେ ଚେକ୍ କରିନେବେ। ଦେଖନ୍ତୁ, ଯଦିଓ ପାଇପ୍ ଦେଖିବାକୁ ଭଲ ଲାଗୁଥାଏ, ତଥାପି ସୁରକ୍ଷା ଦୃଷ୍ଟିରୁ ଆପଣମାନେ 2 ବର୍ଷରୁ 3 ବର୍ଷ ମଧ୍ୟରେ ଏହାକୁ ବଦଳାଇବା ଉଚିତ। ଦେଖନ୍ତୁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣ ଜାଣିଛନ୍ତି କି ଗ୍ୟାସ୍ ସିଲିଣ୍ଡରର ମଧ୍ୟ ଏକ୍ସପାରି ଡେଟ୍ ଥାଏ। ଏହା ସିଲିଣ୍ଡରର ଉପର ଭାଗରେ ଥିବା 3ଟି ଲୁହାପଟି ମଧ୍ୟରୁ ଗୋଟିକରେ ଲେଖାଯାଇଥାଏ। ଆପଣମାନେ ଲକ୍ଷ୍ୟ କରିବେ, ଏହା ଏକ କୋଡ୍ ଭାଷାରେ ଥାଏ, ଯେପରିକି A25, B26, C24, D27। ଏହାର ଅର୍ଥ କ'ଣ ରହିଛି? ଯଦି A25 ଲେଖାଯାଇଛି, ତ ଆପଣ ଜାଣି ରଖନ୍ତୁ 25 ମାନେ ହେଲା 2025। ଏ କହିବାକୁ ଗଲେ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ। ଯଦି B13 ଲେଖାଯାଇଥିବ, 13ର ଅର୍ଥ ହେଉଛି 2013, Bର ଅର୍ଥ ହେଉଛି ଏପ୍ରିଲରୁ ଆପଣମାନଙ୍କର ଜୁନ୍, 3 ମାସ ମଧ୍ୟରେ। ଏଇଭଳି ଆପଣ ଗ୍ୟାସ୍ ସିଲିଣ୍ଡରର ଏକ୍ସପାରି ଡେଟ୍ ଚେକ୍ କରିପାରିବେ।